ସବୁବେଳେ ଏ ଯୋଉ କନ୍ଥା ଫନ୍ଥା କମଳ ଧରିକି ପଳେଇ ଯାଉଛୁ କୁଆଡୁ ଖରାର ବସୁଛୁ ନା କଣ? ନା ସେ ଛାତ ଉପରେ ଯାଇକି ଟିକେ ଶୋଉଛି ଆଉ ଖରାରେ ଆଉ ଛାତ ଉପରେ ଯାଇ ଶୋଉଛୁ? ହଁ ଖରା ଶୀତ କରୁଛି ସେଠି ଖରା ପଡୁଛି ସେ ଛାତ ଉପରେ ଯାଇକି ଟିକେ ଶୋଉଛି। ସେ କାଟୁ କରୁନି, ସେ ଖରା କାଟୁ କରୁନି। ଖରା ଜମା ଖରା ଦେହରେ ଟିକେ ଚଦର ଘୋରି ହେଇକି ସେଇ ଟିକେ ଭଲ ଲାଗୁଛି ଆଉ। ଯୋଉଟା କାମ କରୁନୁ କଣ ଯୋଉ ସରକାର ଯୋଉ ସୂର୍ଯ୍ୟଙ୍କ ପାଖକୁ ପଠଉଛନ୍ତି ଯୋଉ ଯାନ, ସୂର୍ଯ୍ୟ ଯାନ, ତା ଦେହରେ ଲୋକ ଯାଉଛନ୍ତି ସୂର୍ଯ୍ୟଙ୍କ ପାଖକୁ, ତା ଦେହରେ ତମେ ବୁଢା ବୁଢୀ କେଇ ଜଣ ମିଳିତ ହେଇକି ଚାଲି ଯାଉନା? ସେ ଜାଲ ଆସିବ କୋଉଠୁ ଯିବୁ? ସରକାର ପଠଉଛନ୍ତି ସେଠିକି। ହଁ ତମେ ଚାଲି ଯାଉନା କେଇ ଜଣ? ସେଠି କେତେ ଗରମ ହଉଛି ଦେଖିବ, ଝିଅ ଝାଳ ବାହାରି ପଡିବ। କେତେ ଗରମ। ଦରଖାସ୍ତ ଲେଖିଦେମି। ଆରେ ସୂର୍ଯ୍ୟଙ୍କ ପାଖକୁ କିଏ ଯାଇପାରିବ? ହଁ ଯାଉଛନ୍ତି। ପଡିକି ମରିଯିବେ। ମରିବେନି ମରିବେନି ଆଉ ନା, ସେ 2-3 ଜଣ ଲୋକ ଯାଇକି ଆସିଲେଣି। ସୂର୍ଯ୍ୟଙ୍କ ପାଖକୁ ଗଲେଣି। ହଁ ସୂର୍ଯ୍ୟଙ୍କ ପାଖକୁ, ତା ପଛ ପଟରୁ ଆଉଛନ୍ତି, ଆଉ ଆଗ ପଟକୁ ଯାଇପାରୁନା। ଚନ୍ଦ୍ରଙ୍କ ପାଖକୁ ଯିବେ, ସୂର୍ଯ୍ୟଙ୍କ ପାଖକୁ ଯାଇପାରିବେ ନା? ଯାଇକି ଆଇଲେଣି। ଏ ନା, ତମେ ଯାଉନା ଟିକେ ଦେଖି ଆସିବ। ସୂର୍ଯ୍ୟଙ୍କ ପାଖକୁ ଜଳି ପଡି ହସ ହେଇଯିବ। କଥାରେ ଅଛି, ନିଜେ ନ ମଲେ ସ୍ୱର୍ଗ ଦର୍ଶନ ନାହିଁ। ନିଜେ ନ ମଲେ ସ୍ୱର୍ଗ ଦେଖିପାରିବୁ? ଏରକମ ନିଜେ ଚାଲିଯାଅ, ଦେଖି ଆସିବ। ସେ ଯାଇକି ଆସୁଛନ୍ତି କି ମିଛ କହୁଛନ୍ତି, କଣ କହୁଛନ୍ତି, ଗୋଟେ ଦରଖାସ୍ତ ଲେଖିଦେମି, ତମ ନାଁ ସବୁ ରେକର୍ଡ ହେଇଯିବ ସେଠି, ରେଜିଷ୍ଟର ସବୁ ଲେଖା ହେଇଯିବ। ତମର ଡାକରା ଆସିବ, ତମେ ପଳେଇବ, ଯାନରେ ବସିକି ସୂର୍ଯ୍ୟଙ୍କ ପାଖକୁ ପଳେଇଯିବ। ଆଉ କଣ, ଆଉ ଟିକେ ଯୋଗାଯୋଗ କରି କର, ଆମେ ଯାଉ ଟିକେ ବୁଢେ ଦେଖିକି ବୁଲିକି ଆସୁ ସୂର୍ଯ୍ୟ କେମିତିକା ଜାଗାରେ ଅଛନ୍ତି। ଆଉ କେଇ ଜଣ ଯିବେ, ଦୟାକରି ଭିଡିଓଟି ଭଲ ଲାଗିଲେ ସେୟାର କରିବେ, କମେଣ୍ଟ କରିବେ। ଏଇ ଯୋଉ ନୂଆ ମୁଖ୍ୟମନ୍ତ୍ରୀ ହେଇଛି ଏ ବର୍ଷ, ନୂଆ ମୁଖ୍ୟମନ୍ତ୍ରୀ, ସେ ମୁଖ୍ୟମନ୍ତ୍ରୀଙ୍କ ଦେବେ ସୂର୍ଯ୍ୟଙ୍କ ପାଖକୁ ଯିବା ପାଇଁ। ଆଚ୍ଛା ହଉ, ଆଉ ତ ବୁଝିକି ଯୋଗାଯୋଗ କର, ଆମେ ଯାଇକି ସୂର୍ଯ୍ୟଙ୍କ ପାଖରୁ ଦର୍ଶନ କରିକି ଆସିବୁ ଆଉ। ଆଚ୍ଛା ହଉ।